এইটা গোটিয়ে কথা ন দেখিলা লোক দেখ কই চকারিছি বেক अरे मु तुम तो सत धन्यवाद देकी रही पारुनी अरे तुम्हें राजा घर चाकर आमे भी राजा घर चाकर आज भाग्यर विडंबना देख तुम्हें राज्यर समुदी आमे सही चाकर को चाकर वाह अरे मु तो भाव राज्य राजा एवं सेनापति दिग्विजय सिंह मु हेबी ताकर महामंत्री किंतु देखला बेल को भलटा हेला ओलोटा ना ये कथा देखला बेल को काई मोटे हर हजम होनी तुरंत जीवी तुरंत जाकर कथा सेनापति को जोड़ाई देवी अरे एमती गोले खानटे चकटी देवी मो कठारे सही सेनापतिटा उठिब आउ बसिब अरे मो ना जटपात्र भलरे दिले बेलपत्र रागी गले पूरा छिन्न छत्र आग जाए कथाटा जदि न जणे भी गोलमाली हो ना रे मिछो 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 सब मिछो अरे राज्यर जन प्रजा माने कौन सतरे गोटाए गोटाए पागल अरे माने जदि पागल है न थांते केमिति कहू थांते जे राजा और मंत्री समुदी है छंती बोली सत सत्तिका समस्ते गोटे गोटे पागल अरे काई मंत्री काई राजा हां से माने पुणी समुदी हेबे आउ तुम मान को कथा को मो विश्वास करबी नाई अरे मोर विश्वास अछि राजा केबे हले एपरि भूल कार्य करिबेनी अंतत मो राज्यर सेनापति मते न जणाई मंत्री सहित सीधा समुदी नहीं 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 केबे तो विश्वास करबी कहा को विश्वास करबी अरे कथारे अछि जेबे न देखिबो बेनी नयने परते न जीव गुरु वचन अरे जाउटिया कथा एने सेनापति बाबू प्रणाम करी गोमास्ता जटपात्र आज्ञा ए अबेल रे ठारे ए अबेल तो जटटा अरे कोड कहबा को चाहू छ कोड कहबा को चाहू छी कोन बुझी परनो कि चाडी चाडी की हजल जहा कहबार छी सीधा सीधा कुह सीधा कहबी तो बलिष्ठ बिरह सुन मोहर गिरा बलिष्ठ बिरह हाथ छोड़ा हेबो हाथ छोड़ा हेबो हाथ छोड़ा हेबो हे हाथ छोड़ा हेबो हाथ छोड़ा हेबो सुजग हटरा बलिष्ठ बिरह सुनो मोहर गिरा सुनो मोहर गिरा बलिष्ठ बिरह गोमास्ता जटपात्र आज्ञा अबे मो किए आपण जदि राज्यर सेना अरे मो हेउछि ए विशाल काशी राज्यर सेनापति आज्ञा ए राज्यटा हेउछि मोर हाथ मुठारी अब कोन मोर हाथ छोड़ा अरे एते बड़ वीर होइनो राज्यरे केते दिन खटु थी बचाकर राजा जीवन थिबा पर्यंत कौशल प्रयोग करिरो सुजोग राजसिंहासन छड़ा तमरु अंडटी आहे सेनापति तमरु अंडटी आहे सेनापति कति राजे राजा नहीं थारा बलिष्ठ बिरह सुनो काने सुनो नाके सुनो मोहर गिरा सुनो मोहर गिरा बलिष्ठ बिरह ना तुम्हारो कहलु नहीं नहीं कौन कहलु ए राज सिंहासन छोड़ी ए
ରାଜ୍ୟର ରାଜା ମୁଁ ହେବି ନାଇଁ ରାଜା ହେଉଛନ୍ତି ମୋ ପାଇଁ ଭଗବାନ ରାଜା ହେଉଛନ୍ତି ଆମ୍ଭର ଅନ୍ନଦାତା ଆରେ ଯାହାର ଅନ୍ଧରେ ଆମ୍ଭେମାନେ ସମସ୍ତ ଅନୁପ୍ରାଣିତ ତାଙ୍କରି ବିରୁଦ୍ଧରେ ଯାଇ ଏ ରାଜସିଂହାସନ ଛଡ଼େଇ ଏ ରାଜ୍ୟର ରାଜା ମୁଁ ହେବି ରାଜାଙ୍କ ବିରୁଦ୍ଧରେ ଯଦି ପଦୁଟିଏ କହିବୁ ମାରଣ ତୋ ଜିଭଟାକୁ ଟାଣି ଆଣିବି ମୋ ଜୀବକୁ ସିନା ଟାଣି ଆଣିବେ ଏପଟେ ରାଜା ଆଉ ମନ୍ତ୍ରୀଟା ସମୁଦି ହେଲେଣି ଭଲ ହେଇଛି କଣ ଭଲ ଯାହା ହେଇଛି ଠିକ ହେଇଛି କଣ ଠିକ ଅଛି ଶୁଣ ଏ ଲୋକମାନଙ୍କ କଥାକୁ ମୁଁ ବିଶ୍ୱାସ କରିପାରୁନଥିଲି ରାଜା ମନ୍ତ୍ରୀ ସମୁଦି ହେଇଛନ୍ତି ବୋଲି କିନ୍ତୁ ତୋ ମୁହଁରୁ ଶୁଣିଲି ମୋତେ ବିଶ୍ୱାସ ଭାଜନ ହୋଇଗଲା ରାଜା ଯାହା ନିଷ୍ପତ୍ତି ନେଇଛନ୍ତି ଠିକ ନିଷ୍ପତ୍ତି ନେଇଛନ୍ତି ରାଜା ଝିଅଟା ମନ୍ତ୍ରୀ ପୁଅଟା ବଡ଼ ହେଲା ପରେ ବାହାଘର ହବ ବହୁତ ଭଲ ହବ ଆଉ ଆମେ ସେଠି ଯାଇକରି ଡ୍ୟାନ୍ସ କରିବା ଭୋଜି ଖାଇବୁରେ ଭୋଜି ଖାଇବା କେତେବେଳେ ଆଜ୍ଞା ବିଚରା ମନ୍ତ୍ରୀର ସ୍ତ୍ରୀଟା ସେଇ ପୁରୁଣା ଖାତା ଗୁଡାକ କରନ୍ତୁ ନାହିଁ ଏ ବାଟ ଲେଣି କହୁଣି ଆଉ ଭାଷା ରାଜା କାର୍ଯ୍ୟ କରିବ ନା ସେ ପୁଅଟାକୁ ଲାଳନ ପାଳନ କରିବ ଛାତିଟା ଫାଟି ଯାଉଛି ଫାଟିବ ବେ କେମିତି ଛାତିଟା ଫାଟିବନି ଯେତେ ଯାହା ହେଲେ ବି ସେ ହେଉଛି ଆମ ସହକର୍ମୀ ନୁହଁ ସଡୁ ଭାଇ ଗୁରୁ ଭାଇ ଯାହା ନିଷ୍ପତ୍ତି ନେଇଛନ୍ତି ରାଜା ଠିକ ନିଷ୍ପତ୍ତି ନେଇଛନ୍ତି ରାଜା ଝିଅଟା ମନ୍ତ୍ରୀ ପୁଅଟା ବଡ଼ ହେଲା ପରେ ଆଡମ୍ବରରେ ବିବାହ କାର୍ଯ୍ୟଟା ହେବ ଆଉ ସେଇ ବାହାଘରରେ ଆମେ ଯାଇକିରି ଡ୍ୟାନ୍ସ କରିବା ତୁ ଯାହା କରୁଛୁ ରାଜା ଭଲ କରିଛନ୍ତି କୋଉଠି ଆଜ୍ଞା ଏଇନା ମହାମନ୍ତ୍ରୀ ରାଜାଙ୍କୁ କହୁଥିଲା କଣ କହୁଥିଲା ଆମର ଆଉ ସେନାପତି ଦରକାର ନାହିଁ ଆମ ସେନାପତି ବାଚିଆ ଲୋକ ଆମ ସେନାପତି ଧୋକାବାଦ ଆମ ସେନାପତି ଚରିତ୍ରହୀନ ଆମ ସେନାପତି ମାଇଚିଆ ଆମ ସେନାପତି ପତ୍ରଜଟା କୁକୁର ମୋ ସେନାପତି କୁହ ଏଟା କଥା ଶୁଣି ସାରିଲା ପରେ ଏ ରାଜ୍ୟ ରାଜା ହେବ ନା ସବୁଦିନ ପାଇଁ ଭିକାରୀ ହେବ ତୁମେ ଗୋଟେ ନପୁଂସକ ସାମାନ୍ୟ ମନ୍ତ୍ରୀଟା ରାଜାର ସମୁଦି ହେଇଗଲା ବୋଲି ମୁଣ୍ଡାରେ ମାର କଥା କହିବ ମୋତେ ରାଜ୍ୟରୁ ବିତାଡ଼ିତ କରିବ ମାରିଦେବି ଅସଲ ଖିଲାଟା ହେଉଛି ସେଇ ମନ୍ତ୍ରୀର କଳା ଛୁଆଟା ଆଉ ସେ ଛୁଆଟାକୁ ଯଦି ମାରିଦେବି ସବୁ ସମସ୍ୟାର ଅନ୍ତ ଘଟିବ ନା ଥିବ ବାଉଁଶ ନା ବାଜିବ ବଇସି ଆବଶ୍ୟକ ପଡ଼ିଲା ସେ ମନ୍ତ୍ରୀଟାକୁ ବି ଛାଡ଼ିବି ଆଉ ରାଜା ଯଦି ମନ୍ତ୍ରୀ କଥାରେ ଯଦି ଅସୁଟ ହୁଏ ଛାଡ଼ିବିନି ମାରଣ ମାରିଦେବି ଚାଲନ୍ତୁ ଆଜ୍ଞା ଦେଖିବା ସେ ମନ୍ତ୍ରୀଟା ତା ପୁଅକୁ ଖେଳି କୁଆଡ଼େ ଚାଲନ୍ତୁ ଆଜ୍ଞା ଚାଲ ସେ ଗଲା କୁଆଡ଼େ ସେ ଦୌଡ଼ିକି ଚାଲିଗଲା ଆଜ୍ଞା ଆମ୍ଭ କଥା ଶୁଣି ଦେଇଛି ଏ କଥା ଯାଇକି ରାଜାକୁ କହିଦେଲେ ସରିଗଲା ଆଜ୍ଞା ସେ ଯିଏ ହଉ ନା କାହିଁକି ଆମ୍ଭ କଥା ଶୁଣିଛି ମାନେ ନିଶ୍ଚୟ ରାଜା ନିକଟକୁ ଦୌଡ଼ିକି ଗଲାଣି ରାଜା ନିକଟକୁ ପହଞ୍ଚିବା ପୂର୍ବରୁ ମାରଣ ମାରିଦେବି चल देखिए कौशल चल आरंभ है
সেই দ্বাপর যুগর মহাভারতর প্রথম অধ্যায়টা সেদিকে বেড়ে দুর্যোধনକୁ ରାଜା କରେଇବା ପାଇଁ ଶକୁନି ପୋଷା କାଟି ଫେଙ୍ଗିକି ରାଜା କରେଇଥିଲା। କିନ୍ତୁ ଏ କଳିଯୁଗରେ ତ ମୋ ହାତର ପୋଷା କାଠି ନାହିଁ, କେମିତି ରାଜା କରେଇବି ଏଇ ସେନାପତିଟାକୁ? ଜଟ ପାତ୍ର ମୁଁ ଜଟ ପାତ୍ର ଭଲରେ ଥିଲେ ବେଲପତ୍ର ଆଉ ରାଗି ଗଲେ ପୁରା ଛିନ୍ନ ଛତ୍ର। ଆରେ ଚଲ ଚଲ ହେଇ ମନେ ପଡ଼ିଯାଏ ସେଇ ଅତୀତର କଥା। ଏହି କାଶୀ ରାଜ୍ୟର ରାଜାକୁ ଯେତେବେଳେ ମୋ ଭଉଣୀ ଭଲ ପାଇ ବସିଲା, ଆରେ ମୁଁ ତ ଖୁସିରେ ପାଗଳ ହେଇଯାଇଥିଲି। ସାମାନ୍ୟ ଚାକରର ଭଉଣୀ ପୁଣି ରାଜାଙ୍କର ବୋହୂ ହବ, ରାଜା ହସ୍ତରୁ ଶଙ୍ଖା ପିନ୍ଧିବ, ମଥାରେ ସିନ୍ଦୁର ନବ। କିନ୍ତୁ ସର୍ବଶେଷରେ ରାଜାଟା ଅନ୍ୟ କାହାକୁ ବାହା ହେଇଥିବା କଥା ଶୁଣି ମୋ ଭଉଣୀ ଆତ୍ମହତ୍ୟା କରିଦେଲା। ମୋ ଭଉଣୀ ସେଟା ଆତ୍ମହତ୍ୟା କରିଦେଲା, କିନ୍ତୁ ଏଟା ଜଟ ଭାଇଟା ବଞ୍ଚିଛି। ଏଇନେ ଛାଡ଼ିବି ବେ, ରାଜବଂଶଟାକୁ ସମୂଳେ ଧ୍ୱଂସ କରିଦେବି। ଧ୍ୱଂସ ହେ ସୂର୍ଯ୍ୟ ଚନ୍ଦ୍ର ଦଶ ଦିଗ ପାଳ, ଆଜି ଏ ଜଟପାତ୍ର ଶପଥ କରିକି କହୁଛି, ଏ ରାଜବଂଶଟାକୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ କେବେ ବି ମୁଁ ଶାନ୍ତିରେ ନିଶ୍ୱାସ ମାରି ପାରିବିନି। ଜଟ ପାତ୍ର ମୁଁ ଜଟ ପାତ୍ର ଭଲରେ ଥିଲେ ବେଲପତ୍ର ଆଉ ରାଗି ଗଲେ ପୁରା ଛିନ୍ନ ଛତ୍ର। ଦିତ୍ୟ ବାବୁ ତୁମେ ପୁଣି ଏଠି କଣ ହେଇଛି? ଅସ୍ତବ୍ୟସ୍ତ ଥିଲା ଭଳିଆ ଜଣା ପଡୁଛ, ଆଖିରୁ ଧାର ଧାର ଲୁହଟା ବାହାରି ପଡୁଛି। ପୁଣି କଣ ଶିଶୁଟାକୁ ଧରିକି କୁଆଡେ ବାହାରିଛନ୍ତି? ଆପଣ ଜାଣିନାହାନ୍ତି କି ମୋତେ ଆଉ ମୋ ଶିଶୁ ପୁତ୍ରକୁ ଛାଡ଼ି ମୋ ପଦ୍ମାବତୀ ଆର ପାରିକୁ ଚାଲିଗଲେ। ମୋ ପୁଅ କାନ୍ଦିଥିଲା ତ, ସେଥିପାଇଁ ଏ ଉଦ୍ୟାନରେ ଟିକେ ମୋ ପୁଅକୁ ବୁଲାବୁଲି କରୁଥିଲି। ସେଇ କଥାଟା ଶୁଣିକି ସେନାପତି ବାବୁ ମର୍ମ ହାଟ। ଆଉ ମୋର କଥା ତ ଛାଡ଼ନ୍ତୁ, ତେଣୁକରି ସେନାପତି ବାବୁ ଆଉ ମୁଁ ଗୋଟାଏ ନିଷ୍ପତ୍ତି ନେଇ ଯାଇଛୁ। କଣ ନିଷ୍ପତ୍ତି ନେଇଛ? ଆଉ ଥରେ ତୁମେ ବାହା ହେଇ ପଡ। ତୁମ ପାଇଁ ନୁହଁ, ତୁମର କଳା ଶିଶୁଟା ପାଇଁ। ଅନେଇଲ, ରାଜକାର୍ଯ୍ୟ କରିବ ନା ଏଇ ଶିଶୁ ପୁତ୍ରକୁ ସମ୍ଭାଳିବ? ତେଣୁକରି ଆମେ ନିଷ୍ପତ୍ତି ନେଇଛୁ, ତୁମେ ଆସନ୍ତା କାଲି କିମ୍ବା ଯୋଉ ଦିନ ବି ବାହା ହେଇ ପଡିବ। ନା ଗୁମାସ୍ତା ବାବୁ, ନା, ମୁଁ ଦ୍ୱିତୀୟ ବିବାହ କେବେ ବି କରିବିନି। ଏ ଜଟ, ଏବେ କଣ ହେଇଛି? ଏବେ କାହିଁ ପାଇଁ କାନ୍ଦୁଛୁ? ଏଇନା ମହାମନ୍ତ୍ରୀ କଣ କହିଲେ ଜାଣିଛନ୍ତି? କଣ କହୁଛି? ଆବେ ଜଟ, ସେ କୁକୁର ସେନାପତି ଗଲା କୁଆଡେ ବେ? ସେଇ ଶଳା ମାଇଚିଆ ନପୁଂସକ ଗଲା କୁଆଡେ? ଏଇନେ ଯଦି ଦେଖି। ମୁଁ ସେମିତି କିଛି କହିନି, ଏ ମିଛ କହୁଛି। ମହାମନ୍ତ୍ରୀ ଆଦିତ୍ୟ ନାରାୟଣ, ତାହେଲେ ତୁ ଆମ୍ଭ ଦି ଜଣଙ୍କ କଥାଟା ଏଠୁ ଶୁଣିକେ ଧାଇକି ଗଲୁ? ହଁ, ମୁଁ ତମ ଦି ଜଣଙ୍କ କଥା ସବୁ ଶୁଣି ସାରିଛି। ଭଲ କରିଛୁ, ଯାହା ଶୁଣିଛୁ ଠିକ ଶୁଣିଛୁ। ଏଇନେ ଯାଉଛି ମୁଁ ମୋ ରାଜାଙ୍କୁ କହିବି। ଯା, ଆରେ କେମିତି କହିବୁନି? ରାଜା ସହିତ ସମ୍ମତି ହେଇଛୁ, ଏ କଥା ଶୁଣି କଣ ତୁ ନୀରବରେ ରହିପାରିବୁ? ନାଇଁ 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 ନାଇଁ, ଯା ତୁ ସମୁଦିକୁ କହିବ, ହେ ସମୁଦି, ମତେ ମାରିଦେବେ, ମୋ ପୁଅଟାକୁ ମାରିଦେବେ, ଆବଶ୍ୟକ ପଡ଼ିଲେ ଆପଣଙ୍କୁ ମାରିଦେବେ। ଯାଉଛି ମୁଁ ମନ୍ତ୍ରୀ ଆଦିତ୍ୟ ନାରାୟଣ, ଆମେ ଏଠାକୁ ଯିଏ ଆସୁଛି କେବଳ ଆସିବାର ପାଦ ଚିହ୍ନଟା ଅଛି, କିନ୍ତୁ ଫେରିବାର ପାଦ ଚିହ୍ନଟା ନାହିଁ ରେ।
ବଞ୍ଚିବାକୁ ଚାହୁଁଛୁ? ହଁ, ଆରେ ତୁ ଯଦି ବଞ୍ଚିବାକୁ ଚାହୁଁଛୁ ତାହେଲେ ତୋର ସେଇ କଅଁଳା ଛୁଆଟାକୁ ମୋ ହାତକୁ ବଢେଇ ଦେ। ନାଇଁ, ମୋ ଶିଶୁପୁତ୍ରକୁ ମୁଁ ଜମା ଦେବିନି। ତୋ ପୁଅଟାକୁ ଯଦି ମୋ ହାତକୁ ନ ଦେବୁ ମାରଣ ବାପ ପୁଅ ଦି ଜଣଙ୍କୁ ଏଠାରେ ମାରିଦେ। ନାଇଁ ନାଇଁ ସେନାପତି ବାବୁ, ନାଇଁ, ମୋତେ ଆଉ ମୋ ଶିଶୁପୁତ୍ରକୁ ଛାଡ଼ି ଦିଅ। ମୁଁ ଏ ରାଜ୍ୟରେ ରହିବିନି। ମୋ ପୁଅକୁ ନେଇ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି। ମୋ ଜୀବନ ଥିବା ପର୍ଯ୍ୟନ୍ତ ଏ ରାଜ୍ୟକୁ କେବେ ବି ଫେରିବିନି। ଜାଣିଛି, ମୁଁ ଜାଣିଛି ଠିକ ଏମିତି କହିବୁ। ମୋତେ ଛାଡ଼ି ଦିଅ, ମୋ ପୁଅଟାକୁ ଛାଡ଼ି ଦିଅ। ମୁଁ ଏ ରାଜ୍ୟରେ ଜମା ରହିବିନି। ମୋ ପୁଅକୁ ଘେନି ଅନ୍ୟ ରାଜ୍ୟକୁ ଚାଲିଯିବି। କିନ୍ତୁ ତୋ ପୁଅ ବଡ଼ ହେଲା ପରେ, ନାଇଁ, ତୋ ପୁଅଟା ବଡ଼ ହେଲା ପରେ ବର ବେଶ ସଜେଇ ରାଜା ଝିଅକୁ ବାହା କରିବା ପାଇଁ ଆସିବୁ। ନାଇଁ ଭାଇ, ଆସିବିନି। ନାଇଁ, ଦେ କହୁଛି। ନାଇଁ, ତୋ ପୁଅଟାକୁ ଦେ। ନା, ମୋ ପୁଅକୁ ଦେବିନି। ବାପ ପୁଅ ଦି ଜଣ ଏଠାରେ ମରିବ। ମାରଣ ବାପ ପୁଅ ଦି ଜଣକୁ ଏଠାରେ ମାରିଦେ। ମୋତେ ମୋ ପୁଅକୁ ଛାଡ଼ି ମୋ ଦିଅ। ପୁଅଟାକୁ ଦେ। ନା। ଆବେ ଦେ। ନା, ମୁଁ ଦେବିନି। আরে সেনাপতি বাবু, এইটা কোন মনিষ মারিবা জিনিস না? এটি মনিষ মরিবে? আরে বাবু, এটি তো মশাটিয়ে মরিবে নেই। মনিষ তো ছাড়ন্ত। এইটা হেউছি মনিষ মরা জিনিস। যে জায়গায় মনিষ জাতি উৎপাত করନ୍ତି আকু সেই জায়গায় ব্যবহার কলে মনিষଙ୍କ আত্মাটা আরামরে স্বর্গକୁ ଯାଇଥାଏ। কথারে কহতি প্রসাদ খাইব নিজ তুণ্ডরে হাত পোছিব পর মুন্ডরে। জট পাত্র মু জট পাত্র
ଭଲରେ ଥିଲେ ବେଲପତ୍ର ଆଉ ରାଗି ଗଲେ ପୁରା ଚିଲ ଛଟ